ଯଦି ଆପଣ ସୁଭଦ୍ରା 1400 କିସ୍ତି ଟଙ୍କା ପାଇନାହାନ୍ତି ତାହେଲେ ଆପଣ କେମିତି ଗ୍ରିଭେନ୍ସ ଦେଇକି ଆପଣଙ୍କ 5000 ଟଙ୍କା 24 ଘଣ୍ଟା ମଧ୍ୟରେ ପାଇପାରିବେ ସମ୍ପୂର୍ଣ୍ଣ ଜାଣିବା এই ଭିଡ଼ିଓରେ। ପ୍ରଥମେ ଆପଣ କ'ଣ କରିବେ, এই ସୁଭଦ୍ରା ଅଫିସିଆଲ ସାଇଟ୍କୁ ଆସିବେ। ତାପରେ ଦେଖନ୍ତୁ ତାର ମେନ୍ ପେଜ୍କୁ ଆସିଲା ପରେ ତଳକୁ ଆସିବେ। ତଳକୁ ଆସିଲା ପରେ ଆପଣ ଦେଖିପାରୁଥିବେ ଏଠାରେ ଯେଉଁ ଅଭିଯୋଗ ଲେଖା ଅଛି ଏଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣ ଅଭିଯୋଗରେ କ୍ଲିକ୍ କରିବେ ଏଠିରେ ଆପଣ କ'ଣ କରିବେ, ଆପଣ ଯେଉଁ ହିତାଧିକାରୀ ଆବେଦନ କରିଛନ୍ତି ତାଙ୍କର ଆଧାର ନମ୍ବର ଦେବେ। ଆଉ ତାପରେ ଦେଖନ୍ତୁ ତଳେ ଯେଉଁ କ୍ୟାପ୍ଚା ଦେଇଛି ସେଇ କ୍ୟାପ୍ଚାକୁ ଆପଣ ତଳର ବକ୍ସରେ ଦେଇକି ପୁଣି ତଳକୁ ଆସିବେ। ତଳେ ଦେଖନ୍ତୁ ସେଇ ଯେଉଁ ବକ୍ସ ଷ୍ଟିକ୍ କଲା ପରେ ଲଗ୍ଇନ୍ରେ କ୍ଲିକ୍ କରିବେ। ଲଗ୍ଇନ୍ରେ ଯେତେବେଳେ କ୍ଲିକ୍ କରିବେ ତାପରେ ଦେଖନ୍ତୁ ଆପଣଙ୍କ ମୋବାଇଲ ଗୋଟେ OTP ଆସିବ। OTP ଆସିଲା ପରେ OTP ଦେଇକି ଆପଣ କ'ଣ କରିବେ, ତଳେ ଯେଉଁ ଯାଞ୍ଚ କରନ୍ତୁ ଲେଖା ଅଛି ସେଠିରେ ଆପଣଙ୍କୁ କ୍ଲିକ୍ କରିବାକୁ ପଡ଼ିବ। OTP ଦେଇକି ଦେଖନ୍ତୁ ଯେତେବେଳେ ମୁଁ ଯାଞ୍ଚ କରନ୍ତୁରେ କ୍ଲିକ୍ କରିବି ତାପରେ ଲୋଡ଼ିଂ ନେବ। ତାପରେ ଦେଖନ୍ତୁ ଏଠିରେ ଯେଉଁ ହିତାଧିକାରୀର ଆବେଦନ କରିଛନ୍ତି ତାର ନାଁ ଡିଟେଲ୍ ସବୁ କିଛି ଆସିଯିବ। ତାପରେ ଆପଣ କ'ଣ କରିବେ, ତଳକୁ ଆସିବେ। ତଳକୁ ଆସିଲା ପରେ ଦେଖନ୍ତୁ ଆପଣଙ୍କୁ ଦୁଇଟି ଅପସନ୍ ଦେଖାଯିବ। ଆପଣ କ'ଣ କରିବାକୁ ଚାହୁଁଛନ୍ତି ଲେଖା ଅଛି ସେଠିରେ ଆପଣ କ'ଣ କରିବାକୁ, ଗୋଟିଏ ହେଲା ଅଭିଯୋଗ ଦାଖଲ କରିବାକୁ ଆଉ ଅନ୍ୟଟି ହେଲା ଅଭିଯୋଗ ସ୍ଥିତି ଯାଞ୍ଚ କରିବାକୁ। ଯେହେତୁ ଆମେ ନୂଆ ଅଭିଯୋଗ କରିବାକୁ ଚାହୁଁଛୁ ତେଣୁକରି ଆମେ କ'ଣ କରିବା, ଅଭିଯୋଗ ଦାଖଲ କରିବାକୁ ସେଥିରେ ଆପଣ କ୍ଲିକ୍ କରିବାକୁ ପଡ଼ିବ। ଯେତେବେଳେ ଆପଣ ଅଭିଯୋଗ ଦାଖଲ କ୍ଲିକ୍ କରିବେ ତାପରେ ଦେଖନ୍ତୁ ପୁଣି ଆପଣଙ୍କୁ ତିନୋଟି ଅପସନ୍ ଦେଖାଯିବ। ସେ ଗୋଟେ ହେଲା ନିଜ ସପକ୍ଷରେ ଓ ଗୋଟେ ହେଲା ଅନ୍ୟ ଆବେଦନକାରୀ ସପକ୍ଷରେ ଆଉ ଅନ୍ୟ ଆବେଦନକାରୀ ବିରୋଧରେ। ଯେହେତୁ ଆମେ ନିଜ ପାଇଁ କରିବାର ଅଛି ତେଣୁକରି ନିଜ ସପକ୍ଷରେ କ୍ଲିକ୍ କରିବାର ଅଛି। ଯେତେବେଳେ ନିଜ ସପକ୍ଷରେ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ଦେଖନ୍ତୁ ଏସବୁ ଡିଟେଲ୍ସ ଆସିଲା ପରେ ତଳେ ଦେଖିପାରୁଥିବେ ଅଭିଯୋଗ ପ୍ରକାର ବାଛନ୍ତୁ ଲେଖା ଅଛି। ପ୍ରଥମଟି ହେଲା ଆବେଦନ ସ୍ଥିତି ଅପଡେଟ୍ ହୋଇନାହିଁ। ଦ୍ୱିତୀୟଟି ହେଲା ଆବେଦନକାରୀ ବିବରଣୀ ଭୁଲ ଅଟେ। ଆଉ ଗୋଟେ ହେଲା ଭୁଲ ଭାବରେ ଅଯୋଗ୍ୟ ବା ପ୍ରତ୍ୟାଖ୍ୟାନ ଚିହ୍ନଟ କରାଯାଇଛି। ଆଉ ଗୋଟେ ହେଲା ଏପର୍ଯ୍ୟନ୍ତ ସୁବିଧା ପାଇନାହିଁ। ଯେହେତୁ ଆମର ଭୁଲ ଭାବରେ ଅଯୋଗ୍ୟ ଚିହ୍ନଟ କରାଯାଇଛି ତେଣୁକରି ଭୁଲ ସେଥିରେ କ୍ଲିକ୍ କରିବାକୁ ପଡ଼ିବ। ତ ସେଥିରେ ଯେତେବେଳେ କ୍ଲିକ୍ କରିବେ, କ୍ଲିକ୍ କଲା ପରେ ତଳକୁ ପୁଣି ଆସିବେ। ଏଠିରେ ଦେଖନ୍ତୁ 25ଟି ୱାର୍ଡ଼ରେ ଆପଣଙ୍କୁ ଟିପ୍ପଣୀ ଦେବାକୁ ପଡ଼ିବ। ଆଉ ଟିପ୍ପଣୀ ଦେଲା ପରେ ଦେଖନ୍ତୁ ସାଇଡ଼୍ରେ ଯେଉଁ 1 MB ମଧ୍ୟରେ ଆପଣଙ୍କୁ ଯେଉଁ ଆପଣଙ୍କ ଆଧାର କାର୍ଡ଼ ଆଉ କ'ଣ ପାଇଁ ରିଜେକ୍ଟ ହେଇଛନ୍ତି ସବୁ ଗୋଟେ PDF କରିନେବେ। ଆଉ ଆପ୍ଲିକେସନ୍ ଲେଖିକି ସେଠିରେ ସବମିଟ୍ କରିଦେବେ। ତଳେ ଯେଉଁ ଦାଖଲ କରନ୍ତୁରେ କ୍ଲିକ୍ କରିବେ ତାପରେ ଆପ୍ଲିକେସନ୍ ନମ୍ବର ଆସିବ। ସେଇ ଆପ୍ଲିକେସନ୍ ନମ୍ବରରେ ଆପଣ ଆପଣଙ୍କ ଷ୍ଟାଟସ୍ ଆଗାମୀରେ ଚେକ୍ କରିପାରିବେ। ଏମିତି ଆପଣ ଯଦି ସୁଭଦ୍ରା 5000 ଟଙ୍କା ପାଇନାହାନ୍ତି ତାହେଲେ ଆପଣ ଗ୍ରିଭେନ୍ସ ଦେଇକି ସମସ୍ତ ଟଙ୍କା ପାଇପାରିବେ।